सर्वप्रथम पिता पुत्र पवित्र आत्मांकर गौरव हो पुणी समस्त विश्वासी विश्वासिनी प्रिय प्रभुंकर लोक मान प्रभु जीशु ख्रीष्ट बहुमूल्य नाम पुणी प्रेम समस्त को प्रेज द लॉर्ड। आसतु गोटे वाक्य पाठ करबा जहाँ लिखा जाए माथी पुस्तक 8 पर्व तार 13 पद। आउ जीशु सत सेनापति की कहले जाओ तुम्भे जेपरी विश्वास करुअछ तुम्भ प्रति सेही परी घटू। सेही दंडरे दासटी सुस्थ हैला। प्रार्थना करिबा। प्रिय प्रभु धन्यवाद दउछु वाक्य पाठ करियछु बुझिया पई आम समस्त को शक्ति प्रदान कर पुणी ताहा पालन करिया पई मध्य साहाय्यकारी आत्मा पठाई आम मान को शक्ति दियो। गौरव प्रशंसा दे यीशु नाम रे मागिलु आमीन। प्रिय प्रभुंकर लोक माने एठारे आमे विश्वास विषय रे देखौछु। जेपरि विश्वास करुअछ सेही परि घटू। आपणक मोर विश्वास जेपरि अछि आंभ मानकर प्रति सेही प्रकार घटिबो। आंभे जानू आमे प्रभु को विश्वास करुछु आउ प्रभु को विश्वास करुथिबा हेतु आंभ मानकर दैनंदिन जीवन रे कर्ममय जीवन रे आंभ मानकर प्रत्येक विषय प्रभु को ठारे विश्वास करी प्रभु को ऊपर विश्वास रखी आमे मागी थाउ बा प्रार्थना करि थाउ। प्रभु आंभ मानक प्रति सही विश्वास को देखि आंभ मान को उत्तर दियंते बा आंभ मानकर प्रति ताहा घटी थाए। तेबे आजिर वाक्य जेपरि विश्वास सेपरि घटू। जेपरि विश्वास सेपरि घटिबो। तेणु एठी देखु सत सेनापति विषय रे और सत सेनापति से 100 लोक रो सेनापति थिले। 100 लोक को से आदेश दउथिले से मानकु जा कहिले जाउथिले आसीबा पई कहिले आसुथिले। तेणु सेही सत सेनापति आज आंभ मान को से विश्वास विषय रे तांकर विश्वास द्वारा आंभ मान को चेताई देउछंती। सत सेनापति रो नम्रता पुणे तांकर निज को नियन करिबा निज को भांगिबा से गुण देखि से समुत्कृत हेले। आपणकर सही गुण से देखिबा पई चाहते आउ निज को छोट करिबा न्यून करिबा आउ निज को भांगिबा सही गुण आपण को ठारे मो ठारे रहिबा दरकार। कारण प्रभु आज सही नम्रता को देखिबा पई चाहते जहा सत सेनापति निकट रे से देखिथिले। आंभ मान को चेताई देउछंती जे से रोमियो सेनापति से विश्वास करिथिले एवं वाक्य अनुसार यीशु को निकट रे विनती करिथिले और तांको दासंको निमंते निज पई नुहे तांको दास निमंते तांकर की प्रकार विश्वास थिला। तांकर दास निमंते से यीशु को निकट को जाई
ବିନତି କରି କହିଲେ। ଆଉ ତାଙ୍କର ଦାସ ଗୃହରେ ଶଯ୍ୟାଗତ ଅବସ୍ଥାରେ ଥିଲେ। ଅତିଶୟ ଯନ୍ତ୍ରଣା ପାଇ ଆଉ ଗୃହରେ ଶଯ୍ୟାରେ ରହୁଥିଲେ। ତେଣୁ ଯୀଶୁ ତାଙ୍କୁ କହିଲେ ସେ ନିଜେ ଯିବେ, ଯୀଶୁ ଆଉ ତାଙ୍କୁ ଆରୋଗ୍ୟ କରିବେ। ବର୍ତ୍ତମାନ ଆମେ ମଧ୍ୟ ପ୍ରଭୁଙ୍କୁ ଡାକୁ। ଦୁଃଖ ସମୟରେ, ଅଭାବ ସମୟରେ, ରୋଗ ସମୟରେ, ଚିନ୍ତା, ନିରାଶ, ହତାଶ ଜୀବନ ସମୟରେ ପ୍ରଭୁ ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ଇଚ୍ଛା କରନ୍ତି। ଆମ୍ଭମାନଙ୍କ ନିକଟକୁ ଆସି ସୁସ୍ଥ କରିବା ପାଇଁ ଇଚ୍ଛା କରନ୍ତି। ଆଉ ସେ ସେଇଟା କଲେ ଯେ ତାଙ୍କ ନିକଟକୁ ଯିବେ ଆଉ ସୁସ୍ଥତା ଦେବେ। ତେଣୁ ଦେଖୁଛୁ ଯେଉଁ ସମୟରେ ଯୀଶୁ ତାଙ୍କୁ କହୁଛନ୍ତି ଯିବା ପାଇଁ, ଆଉ ସତ ସେନାପତି କହୁଛନ୍ତି ଆପଣ ମୋ ଘରେ ପାଦ ପକାଇବେ, ଏପରି ଯୋଗ୍ୟ ବ୍ୟକ୍ତି ମୁଁ ନୁହେଁ, କିନ୍ତୁ ଆପଣ ପଦେ ଆଜ୍ଞା କରିଦିଅନ୍ତୁ, ମୋହର ଦାସ ସୁସ୍ଥ ହେବ। ପ୍ରଭୁଙ୍କର ଗୌରବ ହଉ। ସେଇ ସତ ସେନାପତିର ଦାସ ଆଉ ଅସୁସ୍ଥତା ନିମନ୍ତେ ସତ ସେନାପତି ଆଉ ତାଙ୍କର ବିଶ୍ୱାସ, ତାଙ୍କର ଭରସା, ତାଙ୍କର ପ୍ରଭୁଙ୍କ ଉପରେ ଯେଉଁ ଆଶା ଅଛି ଆଉ ତାହା ସେ ପ୍ରକାଶ କରୁଅଛନ୍ତି। ଆପଣ ମୋ ଗୃହକୁ ଯିବାର ଯୋଗ୍ୟ ନୁହେଁ। ଆମେ ଅନେକ ସମୟରେ ନିଜ ନିଜକୁ ଧାର୍ମିକତା ଦେଖାଇଥାଉ। ଆମ ନିଜ ନିଜକୁ ଆଉ ଆତ୍ମ ଧାର୍ମିକତା ଦେଖାଇଥାଉ। ହୋଇପାରେ ଆମ୍ଭେମାନେ ବାକ୍ୟ ପଢ଼ିବାରେ, ଗୀତ ଗାଇବାରେ, ଆମ୍ଭମାନଙ୍କର ଧର୍ମ କର୍ମରେ ଯେକୌଣସି ଟ୍ୟାଲେଣ୍ଟ ଆମମାନଙ୍କର ଅଛି, ତାହା ଦେଖାଇ ଆମେ ନିଜକୁ କହିଥାଉ ଯେ ମୁଁ ଅତି ଭଲ, ମୁଁ ପ୍ରଭୁଙ୍କର ପ୍ରତି ବହୁତ ଭଲ। କିନ୍ତୁ ସତ ସେନାପତି ତାହା କରିନଥିଲେ। ଯୀଶୁ ଯିବା ପାଇଁ ଇଚ୍ଛା କଲେ ମଧ୍ୟ ସେ ବାରଣ କରିଥିଲେ ଆଉ ବିଶ୍ୱାସ କରିଥିଲେ ତାଙ୍କର ଆଜ୍ଞା, ପଦେ ଆଜ୍ଞା କଲେ ସେ ସୁସ୍ଥ ହେବେ। ତେଣୁ ଏଇଠି ଯୀଶୁ କହୁଛନ୍ତି ଆଉ ଯିବା ପାଇଁ, କିନ୍ତୁ ସେ ବାରଣ କରୁଛନ୍ତି। କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା, ଆଉ ସତ ସେନାପତି ପରାଧୀନ ମନୁଷ୍ୟ ହେଲେ ମଧ୍ୟ ତାହାଙ୍କର ଅଧୀନରେ ସୈନ୍ୟମାନେ ଅଛନ୍ତି ଆଉ ତାଙ୍କ ଆଦେଶ ମାନନ୍ତି, ତାଙ୍କ ଆଦେଶରେ ଚାଲନ୍ତି। ଆଉ ଯେଉଁ ସମୟରେ ସତ ସେନାପତି ଆଉ ସେହି କଥା କହିଛନ୍ତି ଆଉ ଯୀଶୁ ଚମତ୍କୃତ ହେଲେ, ଯୀଶୁ ଏହା ଶୁଣି ଚମତ୍କୃତ ହେଲେ। ଆଉ ତାଙ୍କ ପଛରେ ଯେଉଁ ଲୋକମାନେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ, ପ୍ରଭୁଙ୍କର ରବ ଶୁଣିବା ପାଇଁ ଆଉ ତାଙ୍କ ପଛରେ ଥିଲେ, ଆସୁଥିଲେ, ଆଉ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଇସ୍ରାଏଲ ମଧ୍ୟରେ କାହାରି ଠାରେ ମଧ୍ୟ ଏତେ ବଡ଼ ବିଶ୍ୱାସ ନାହିଁ। ତେବେ ବିଶ୍ୱାସ କରିବା ଆଉ ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରିବା। କର୍ମ ବିନା ବିଶ୍ୱାସ ମୃତ। କର୍ମରେ ଦେଖାଇବା। ଆଜି ସତ ସେନାପତି
ଆଉ ସେଇ ବିଶ୍ୱାସକୁ ଦେଖେଇଥିଲେ ଆଉ ଯୀଶୁଙ୍କୁ କହିଥିଲେ ଆପଣ ଆଜ୍ଞା କଲେ ସୁସ୍ଥ ହେବ। ଆଉ ସେ ଆଜ୍ଞା କରିଥିଲେ। ତେଣୁ କିନ୍ତୁ ମୁଁ ତୁମମାନଙ୍କୁ କହୁଛି ଅନେକ ପୂର୍ବ ଆଉ ପଶ୍ଚିମରୁ ଆସି ଅବ୍ରାହମ ଇସାକ ଯାକୁବ ସହିତ ସ୍ୱର୍ଗ ରାଜ୍ୟରେ ଭୋଜନରେ ବସିବେ। ପୂର୍ବ ପଶ୍ଚିମରୁ ଅନେକ ଦେଶରୁ ଆସିବେ, ଭୋଜନରେ ବସିବେ। ମାତ୍ର ରାଜ୍ୟର ସନ୍ତାନମାନେ ଅର୍ଥାତ୍ ଯେଉଁମାନେ ତାଙ୍କୁ ବିଶ୍ୱାସ କରୁଛନ୍ତି, ଯେଉଁମାନେ ତାଙ୍କର ସ୍ୱର ଶୁଣିଅଛନ୍ତି, ଯେଉଁମାନେ ପ୍ରଭୁଙ୍କୁ ଜାଣିଅଛନ୍ତି ଆଉ ସେମାନେ ତାଙ୍କ ରାଜ୍ୟର ସନ୍ତାନ ବୋଲି ଏଠି କୁହାଯାଏ। ସେମାନଙ୍କୁ ଅନେକ ଲୋକ, ସମସ୍ତେ ନୁହନ୍ତି, ବାହାର ଅନ୍ଧକାରରେ ପକାଯିବେ। ସେଠାରେ ରୋଦନ ଆଉ ଦନ୍ତର କିଳିମିଳି ହେବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମେ କେଉଁ ବିଶ୍ୱାସ କରୁଛୁ? ସତ ସେନାପତି ଯେ ପ୍ରକାର ପ୍ରଭୁରେ ବିଶ୍ୱାସ କରିଥିଲେ, ଆଶା ରଖିଥିଲେ, ଆଉ ସେହି ବିଶ୍ୱାସ ତାଙ୍କର ଯେଉଁ ଦାସ ଶଯ୍ୟାଗତ ଥିଲେ, ସେଇ ରୋଗୀକୁ ସୁସ୍ଥ କରିପାରିଥିଲେ। ଆଉ ଯୀଶୁ କହିଲେ, ଯାଅ ତୁମେ ଯେପରି ବିଶ୍ୱାସ କରୁଛ ତୁମ ପ୍ରତି ସେହିପରି ଘଟୁ। ଆଉ ସେଇ ଦଣ୍ଡରେ ଦାସଟି ସୁସ୍ଥ ହେଲା। ବିଶ୍ୱାସ ଯେପରି ଆଉ ସେହିପରି ତାଙ୍କ ପ୍ରତି ଘଟିଲା। ଆପଣମାନେ ମୁଁ ଆଜି ଯେପରି ବିଶ୍ୱାସ କରୁଅଛୁ ଆମ ପ୍ରତି ସେହି ପ୍ରକାର ଘଟିବ। ଆମ୍ଭମାନଙ୍କର ଜାଗତିକ ଜୀବନରେ, ଆତ୍ମିକ ଜୀବନରେ ଆମେ ବିଶ୍ୱାସୀ। ତେଣୁ ଆମେ ଦେଖୁଅଛୁ ବିଶ୍ୱାସ ମାନେ ଆଉ ଭୂତମାନେ ମଧ୍ୟ ବିଶ୍ୱାସ କରନ୍ତି, ଯାହା ଯାକୁବ 2:19 ଲେଖାଯାଏ। ବିଶ୍ୱାସ ଆଉ ଭୂତମାନଙ୍କର ବିଶ୍ୱାସ। ଯାକୁବ ପୁସ୍ତକ 2 ତାର 19 ମୁଁ ପାଠ କରୁଛି। ଈଶ୍ୱର ଯେ ଏକମାତ୍ର ଏହା ତୁମେ ବିଶ୍ୱାସ କରୁଅଛ, ଭଲ କଥା। ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି। ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି। ତେବେ ଆପଣଙ୍କର ବିଶ୍ୱାସ, ମୋ ବିଶ୍ୱାସ, ପୁଣି ସତ ସେନାପତିର ବିଶ୍ୱାସ। ଆଜି ଦେଖୁଅଛୁ ଆମ ବିଶ୍ୱାସ ପୁଣି ସତ ସେନାପତି ବିଶ୍ୱାସ। ଆଜି ବିଶ୍ୱାସ କରିବା ଆମ୍ଭେମାନେ ଯେ ପ୍ରକାର କି ଏଇ ଜଗତରେ କର୍ମ କରି ଆଉ ବିଶ୍ୱାସୀ ହେବା, ସତ ସେନାପତି ପରି ପ୍ରଭୁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା। ଆଉ ଅବିଶ୍ୱାସ କରି ଆମେ ଅନନ୍ତ ନରକ ବା ଯେଉଁଠାରେ ଦନ୍ତର କିଳିମିଳି ଆଉ ରୋଦନ ହେବ, ସେହି ସ୍ଥାନକୁ ଯିବା ନାହିଁ। ତେଣୁ ଏହି ଦିନମାନଙ୍କରେ ପ୍ରଭୁ ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ। ଆମ୍ଭମାନଙ୍କର ବିଶ୍ୱାସ ସତ ସେନାପତି ପରି ବିଶ୍ୱାସ ହଉ। ଆମମାନଙ୍କର ହୃଦୟରେ ସେହି ପ୍ରକାର ବିଶ୍ୱାସ ଜାତ କରନ୍ତୁ, ଆମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କ ଉପରେ ନିର୍ଭର କରିବା। ମନ ମଧ୍ୟରେ କୌଣସି ସନ୍ଦେହ, ଡାଉଟ କିଛି ନଥିବ, ଆଉ ପ୍ରଭୁଙ୍କ ଠାରେ ବିଶ୍ୱାସ କରି ରହିବା। ଆଜି ଅନେକ ଲୋକ ଦ୍ୱିତୀୟ ଆଗମନ ବିଷୟରେ, ସ୍ୱର୍ଗ ନରକ ବିଷୟରେ ମଧ୍ୟ ଆଉ ହୋଇପାରେ ବିଶ୍ୱାସ କରନ୍ତି ନାହିଁ। ସତରେ ଆଗମନ ହେବ କି? ସତରେ ବିଚାର ହେବ କି? ସତରେ ସେ ସ୍ୱର୍ଗ ନରକ କି? ହଁ, ସବୁ ଠିକ। ଆପଣ ଏବଂ ମୁଁ ଆଜି ବିଶ୍ୱାସ କରିବା ଯେ ଯୀଶୁଙ୍କୁ ଆଉ ସେହି ଯୀଶୁ ଆଜି ଆମ୍ଭମାନଙ୍କର ବିଶ୍ୱାସ ଅନୁସାରେ ଘଟିବ। ଯେପରି ବିଶ୍ୱାସ ସେପରି ଘଟୁ ବୋଲି ଆପଣଙ୍କୁ ମତେ କହିବେ। ଆଜି ଜାଗତିକ ଜୀବନରେ ପୁଣି ଆତ୍ମିକ ଜୀବନରେ ମଧ୍ୟ ସେହି ପ୍ରକାର ବିଶ୍ୱାସ କରି କର୍ମ କରି ଆଉ ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କରିବା। ଆଉ ସେ ରୋଦନ ଦନ୍ତର କିଳିମିଳିରୁ ଆମ୍ଭେମାନେ ରକ୍ଷା ପ୍ରାପ୍ତ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବା। ପୁଣି ସମସ୍ତ ରୋଗରୁ ସୁସ୍ଥତା ପ୍ରାପ୍ତ ହେବା। ପୁଣି ସମସ୍ତ
आम्भमानकर अभाव पूरण निमंते सफलता प्राप्त हेबा आम्भे माने आ प्रभुंक उपरे विश्वास करिबा जहाँकि जीशु चमत्कृत होइतिले आज मध्य आपणकर मोर विश्वास देखि सेहीपरि घटिबा पई सेहीपरि हेबा पई प्रभु आम समस्त को साहाय्य करतु। एई वाक्य दे प्रभु आपण को मते बहुल भाव में आशीर्वाद करतु आ विश्वास को वृद्धि करतु। एई वाक्य दे समस्त को प्रभु आशीर्वाद करतु। आमेन। समस्त को धन्यवाद। प्रेज द लॉर्ड।